শোভা দিলে করি সাধু সন্ধ নথিলে বিবেক পুরুষ থাই স্ত্রী রত্ন নথিলে গৃহে দিবার কি সুখ শোভা দিলে করি সাধু সন্ধ নথিলে ধর্ম বিবেক পুরুষ থাই রত্ন নথিলে গৃহে দিবার সুখ সচিদানন্দ ব্রহ্ম মহিমা লেখ মহিমা লেখ মহিমা এই আমার এই অখণ্ড ব্রহ্মচর্যরে সারা বিশ্বরে ଥିବା ଆମର ଜଗତ ଭଗତ ଆବାଳ ବୃଦ୍ଧ ବନିତା ବାଳକ ବାଳିକା ପିତା ମାତା ଜ୍ଞାନୀ ମାନେ ସୁଜ୍ଞାନୀ ପଣ୍ଡିତ ବର୍ଗ ମଣ୍ଡଳୀ ସଭା ଥିଲେ କରି ସାଧୁ ସନ୍ଥ ବନି ନଥିଲେ ଧର୍ମ ବିବେକ ପୁରୁଷ ଥାଇ ସ୍ତ୍ରୀ ରତ୍ନ ନଥିଲେ ଗୃହେ ଥିବାର କି ସୁଖ ହୋଇ ଲେଖିଛନ୍ତି। ତେଣୁ ଆମର ସ୍ତ୍ରୀ ମାନଙ୍କୁ ମା ମାନଙ୍କୁ ଗୋଟିଏ ଅମୂଲ୍ୟ ରତ୍ନ ବୋଲି ଭୋଇ ପ୍ରମାଣ କରିଛନ୍ତି। ସ୍ତ୍ରୀ ରତ୍ନ ରତ୍ନ ସହଜେ ମିଳେ ନାହିଁ କିନ୍ତୁ ସହଜେ ମିଳେ ନାହିଁ। ରତ୍ନ କାହାକୁ କହନ୍ତି? ସୁନା ଠାରୁ ମାନେ ଯାହାକୁ ଶ୍ରେଷ୍ଠ ସୁବର୍ଣ୍ଣ କୁହାଯାଏ ତାକୁ ରତ୍ନ କୁହାଯାଏ। ତେଣୁ ବିଶ୍ୱରେ ଏଇ ନାରୀ ହିଁ ବଡ଼, ଏଇ ମା ଜାତି ହିଁ ବଡ଼। ଏଇ ସମସ୍ତ ଯିଏ 10 ମାସ 10 ଦିନ ଗର୍ଭ ଧାରଣ କରିଛି, 10 ମାସ 10 ଦିନ ଗର୍ଭ ଧାରଣ କରି ବହୁତ କଷ୍ଟରେ ପ୍ରସବ କରାଇ ସନ୍ତାନ ଜନ୍ମ କରିଛି। ସେ ମାଠୁ ବୋଲି ଆଉ ଧର୍ମ ନାହିଁ, ସେ ମାଠୁ ବୋଲି ଜ୍ଞାନ ନାହିଁ, ମାଠୁ ବୋଲି କୌଣସି ବିଶ୍ୱରେ କୌଣସି ଧର୍ମ ନାହିଁ, କୌଣସି ମାନେ ଧର୍ମ ନାହିଁ କିମ୍ବା କୌଣସି ଜ୍ଞାନ ନାହିଁ, କୌଣସି ଭକ୍ତି ନାହିଁ। ବିନା ମା ବାପରେ କେହି ଜନ୍ମ ହେଇନାହିଁ। ସାରା ଭାରତ ବର୍ଷ ସାରା ବିଶ୍ୱରେ हे विश्ववासी मन रखतु जे सारा विश्वरे माठु बोली धर्म नाही, माठु बोली किछि ज्ञान नाही। मु आपण मानक निवेदन करूची, हे मोरो आदरणीय आदर्श मातृवर्ग मंडली मन रखतु जे सारा विश्वरे समस्तकर मां समस्तकर बापा ता बापा ता बापा ता मां ठू आरंभ करी सर्वश्रेष्ठ हेले ब्रह्मा। ब्रह्मा विष्णु शिव तीन भाई ताकू किए जन्म करदेला गोटे मां, ताहले ताकू किए से हेला महिमा, ताकू किए से हेला उल्लेख। एमिति अछि स्तर स्तर अछि किंतु प्रकृत रे मां मानकर ठू बोली आ ईश्वर नहीं। कहीं मोखर हृदय महिमा नामटी कथा पर अच्छी जो आड़े मुख कले से आड़े होची मार जेतिकी गुण बापांकर जेतिकी गुण एटा पिता माता ठाकुर बड़ देवता के स्वर्ग राइजे नहीं एटा लिखिछंती। तेणु मु एठी आपण मान कहूची मो खर हृदय रहिबो बिना श्रीधरे नवर्तिले नर जुग भागे पड़ी दिव। हे मोर उपस्थित थिला जगत भगत आबार वृद्ध बनिता बालक बालिका पिता माता ज्ञानी मानी सुज्ञानी पंडित वर्ग मंडली लक्ष्य रखतु मो सर्वप्रथम मां जी 10 मास 10 दिन गर्भ धारण कर प्रसव कर सर्वप्रथम से शिशु को स्तनपान कर शिशु को स्तन ता पाटिले स्तन को पुराई तेणुक से शिशु से मार क्षीर आप्यान आप्यान गरु 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 पेट भरी गले शोई पड़ी शोई तार निद उठिला क्षणी निद फाटिला क्षणी से देखी सबुआरे जे केही नाहांती तेणुक से खाद्य को खोजुची
ତେଣୁ ମା କୋଉଠି ଅଛି ଜାଣିବ, ସେ କୋଉଠି ଆସୁଛି, କଣ କରୁଛି, ସେ ଖାଦ୍ୟ ଖୋଜୁଛି। ଖୋଜୁ ଖୋଜୁ କଣ ହେଲା, ଖୋଜୁ ଖୋଜୁ କରି ସେ ଶେଷରେ ତାର ମନକୁ ପାଟିକୁ ଖୋଲା କରିଦେଲା। ମାନେ କେମିତି ଖାଉଥିଲି ବୋଲି କହୁଥିଲା, ମନକୁ ଖୋଲା କରିଦେଲା ପାଟିକୁ। କେମିତି ଖୋଲା କଲା, କହିଲା ମା, ପାଟି ଖୋଲିଗଲା। ତେଣୁ ସବୁଠୁ ଶକ୍ତି ମାଠୁ ବା ମୋ ଅକ୍ଷରଠୁ ହେଉଛି ଯେ ଯେଉଁମାନେ 10 ମାସ 10 ଦିନ ଗର୍ଭଧାରଣ କରି ଆମକୁ ଜନ୍ମ କରାଇଲେ, ସେ ମାଠୁ ବୋଲି ଆଉ ଧର୍ମ ନାହିଁ, ମାଠୁ ବୋଲି ଜ୍ଞାନ ନାହିଁ, ମାଠୁ ବୋଲି କୌଣସି ବିଶ୍ୱରେ ଶକ୍ତି ନାହିଁ। ତେଣୁକରି ଏଇ ମୋ ଅକ୍ଷରଟା ସର୍ବପ୍ରଥମରେ ଜାତ ହେଇଛି। ତେଣୁ ମୁଁ ଆପଣମାନଙ୍କୁ କହୁଛି, ଆଦରଣୀୟ ଆମର ଆଦରର ମାତୃବର୍ଗ ମଣ୍ଡଳୀ, ପିତୃବର୍ଗ ମଣ୍ଡଳୀ ତଥା ଜଗତ ଭଗତ ଆବାର ବୃଦ୍ଧ ବନିତା ବାଳକ ବାଳିକା ପିତା ମାତା, ଏଇଠି ଆମର ଏଇ ମହିମା ଧର୍ମରେ, ଏଇ ଅଖଣ୍ଡ ବ୍ରହ୍ମଯଜ୍ଞରେ ଉପସ୍ଥିତ ଥିବା ସମସ୍ତ ଉଡ଼ା ବୁଡ଼ା ଚଳଚଳ ଚାରିଖାନି ସମସ୍ତଙ୍କୁ ନିବେଦନ କରୁଛି। ଏଇଟା ହିଁ ଯଜ୍ଞ ପ୍ରାରମ୍ଭ ହେଲା କ୍ଷଣି ଆମର ଅଧା ସ୍ୱର୍ଗରେ ସମସ୍ତ ଦେବଗଣ ଉପସ୍ଥିତ ଅଛନ୍ତି। এইটা আপনাদের বিশ্বাস হও কিংবা হও নাই, তাহলে অধা স্বর্গরে দেবগণ মানে উপস্থিত অଛନ୍ତି। ଆଉ এই পূর্ব দিগরে দ্বাপর যুগর ভগবান কৃষ্ণ ভগবান তাଙ୍କର ভক্ত গোপী গোপাঙ্গনা ମାନଙ୍କୁ ନେଇକି ଉପସ୍ଥିତ ଅଛନ୍ତି। ତାହେଲେ এইটা ତାଙ୍କର এই ଉତ୍ତର ଦିଗରେ ତ୍ରେତା ଯୁଗର ଭଗବାନ ରାମ ଭଗବାନ ଗୌରୀକ ବସ୍ତ୍ର ପିନ୍ଧିକରି ଜଟାଜୁଟ ଧାରଣ କରି ତାଙ୍କର ଭକ୍ତମାନେ ହେଲେ କପିବଲ, ତାଙ୍କୁ ନେଇକି ଅଲେଖ ପ୍ରଭୁ ଦର୍ଶନ କରିବା ପାଇଁ ଆସିଛନ୍ତି। ଆଉ ଏଇଟା ପଶ୍ଚିମ ଦିଗରେ ସତ୍ୟଯୁଗର ଭଗବାନ କିଏ, ସେଇ ନରସିଂହ ଭଗବାନ। ତେଣୁକରି ସେ ତାଙ୍କର ଭକ୍ତମାନେ ହେଲେ ଋଷିମୁନି ମାନେ, ସେମାନଙ୍କୁ ନେଇକି ଅଲେଖ ଭୋଜନ କରି ଆସିଛନ୍ତି, ଅଲେଖ ପ୍ରଭୁ ଦର୍ଶନ କରିବା ପାଇଁ। ଏଇଟା ଦକ୍ଷିଣ ଦିଗର ଭଗବାନ ହେଲେ, ଏଇ ଦକ୍ଷିଣ ଦିଗର ଭଗବାନ ହେଲେ ଜଗତର ନାଥ ଜଗନ୍ନାଥ। ଏଇ ଭଗବାନ ମାନଙ୍କୁ ନେଇକିରି ସେ ତାଙ୍କର ଭକ୍ତମାନେ ହେଲେ କୋଉମାନେ, এইটা কলিযুগ। এই কলিযুগ হচ্ছে অঘোর, সত্য কলি, অসত্য কলি, ঘোর কলি, অঘোর কলি। এই অঘোর কলিরে আমার এইটি মানে 4 যুগর যেতে ভক্ত মানে অଛନ୍ତି, এইটি এই দক্ষিণ দিগরে অଛନ୍ତି। তাহলে সেমানে হেলে সত্য যুগর ভগবান নরসিংহ ভগবান, সে হেলে হিরণ্যাক্ষକୁ ନିବାରଣ କରିବା ପାଇଁ, ଦୁଷ୍ଟକୁ ଦଳନ ସଂଘକୁ ପାଳନ କରିବା ପାଇଁ ସେ ସର୍ବପ୍ରଥମରେ ସେ ଗୈରିକ ବସ୍ତ୍ର ପିନ୍ଧି ସ୍ତମ୍ଭରୁ ବାହାରି କରି, ଗୈରିକ ବସ୍ତ୍ର ମାନେ ମହାନିତ୍ୟମାନ ବୀରବଧୂମାନ ଧାରଣ କରି ସେ ନରସିଂହ ଭଗବାନ ହିରଣ୍ୟାକ୍ଷକୁ ନିବାରଣ କଲେ। ତ୍ରେତୟା ଯୁଗର ଭଗବାନ ଶ୍ରୀରାମ ଭଗବାନ ଗୈରିକ ବସ୍ତ୍ର ପିନ୍ଧିକରି ଦୁଷ୍ଟକୁ ଦଳନ ସଂଘକୁ ପାଳନ କରିବା ଉଦ୍ଦେଶ୍ୟରେ ମହାନିତ୍ୟମାନ ଗ୍ରହଣ କରିଥିବାରୁ ସେ ରାବଣକୁ ବିନାଶ କଲେ। ଦ୍ୱାପର ଯୁଗର ସେଇ ନର ରାକ୍ଷସ ସ୍ୱରୂପରେ ସେଇ କଂସକୁ ନିବାରଣ କରିବା ପାଇଁ ସେଇ ପରମ ପୁରୁଷ ଶ୍ରୀକୃଷ୍ଣ ବିଷ୍ଣୁ ଭଗବାନ ଜଗତର ନାଥ ରଙ୍ଗସଭା ଗଲା ସମୟରେ ସେଇ ଗୈରିକ ବସ୍ତ୍ର ପିନ୍ଧିଥିଲେ। ଆଉ ଏଇ ଦକ୍ଷିଣ ଦିଗରେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଯାହାକୁ ଆମେ ଭାବୁଛେ ସେଇ ଭଗବାନ ସେଇ ବସ୍ତ୍ର ପିନ୍ଧିଥିଲେ। ଗୈରିକ ବସ୍ତ୍ର କେତେବେଳେ ନାଇଁ ଗୋବିନ୍ଦ ବାବା ନାମରେ ଯେତେବେଳେ ଖ୍ୟାତ ହୋଇଛନ୍ତି। ତେଣୁ ଏ କଲିଯୁଗରେ ଦେଖ ପ୍ରବୁଦ୍ଧ ମୂରତି ରୂପ, କହେ ବିମର ରଥିତ ସମସ୍ତେ ଧରିଲା ଚାର, ଅଭୟ ମୂଳ ମଣ୍ଡଳ। ତେଣୁକରି ଏଇ ଆମର କଲିଯୁଗରେ ସମସ୍ତ ଭଗବାନ ଅଛନ୍ତି। ଏଇ କଲିଯୁଗରେ ଆପଣମାନେ ଦେଖୁଛନ୍ତି, ଆପଣ କଲିଯୁଗରେ ସତ୍ୟ ଯୁଗର ଭଗବାନ ନରସିଂହଙ୍କୁ ପୂଜା କରୁଛନ୍ତି। ଆପଣମାନେ ଏଇ କଲିଯୁଗରେ ତ୍ରେତୟା ଯୁଗର ଭଗବାନ ଶ୍ରୀରାମ ମନ୍ଦିରରେ ପୂଜା କରୁଛନ୍ତି। ଏଇ କଲିଯୁଗରେ ଦ୍ୱାପର ଯୁଗର ଭଗବାନ କୃଷ୍ଣ ଭଗବାନଙ୍କର ନାମ ଆପଣ ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, হরে রাম 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 হরে হরে, এই মহামন্ত্র জপ করছেন এই কলিযুগরে।
এই কলি যুগ এমিতি যুগ হইছি সত্য ত্রেতা দ্বাপর কলি চারি যুগর ভক্ত মানে একত্রিত হউଛନ୍ତି। এইটা আমার যজ্ঞ পরিসমাপ্তি পরে বলি ভোজা দিয়াগলা সময়ে এ চারি যুগর ভক্ত মানে হইଛନ୍ତି মেলি ভণে ভীমর দিব্য অনুসরি পাদ ধুলি বজাই অনন্ত দানি হরি বল হুল হুলি। এই ভজন সন্ধ্যা ভোগ অর্পণ কলা সময় পড়া ভোগ অর্পণ কলা সময় ভজন বলা যায়। কাহিঁকি সমস্ত এই অখণ্ড যজ্ঞ প্রারম্ভ ହେଲା କ୍ଷଣି সমস্ত দেবগণ রুদ্রগণ বিষ্ণুগণ সমস্ত রুদ্রলোক বিষ্ণু লোক সমস্ত স্বর্গ বর্গ পাতাল ত্রিপুর লোক প্রসাদ পাইলে ত্রিপুর ସମସ୍ତେ ଆସିଥିବାରୁ ଏହି ପ୍ରସାଦ ସେବନ କରୁଥିଲେ। ସଚିଦାନନ୍ଦ ବ୍ରହ୍ମ ମହିମା ଓଲେ ମହାସନ ମାସ ବିଶ୍ୱବିଦ୍ୟା ବ୍ରହ୍ମ ମହିମା ଓଲେ ଭିନ୍ନ ବ୍ରହ୍ମାଣ୍ଡରେ ହାନିଲା ଭଟାରେ କେହି ନୁହନ୍ତି ଜ୍ଞାନ ଜୀବ ଗଲାରେ ଅନ୍ତର ହୋଇବେ କେହି ନଦିବେ ସମର। ସଚିଦାନନ୍ଦ ବ୍ରହ୍ମ ମହିମା ଓଲେ সচিদানন্দ ব্রহ্ম মহিমা ওলে মহিমা সমুদ্র তুমরি মোহর তো কিছু নাই কি ধন দেই মু সন্তুষ্ট করিবি আহে ব্রহ্মাণ্ড গোসাই যন্ত্র ন জানই মন্ত্র ন জানই ন জানই ভক্তি ভাব তব শ্রী চরণে শরণ পশুছি ক্ষমা কর গুরুদেব। সচিদানন্দ ব্রহ্ম মহিমা ওলে जो सोया वो खोया जो सोया वो खोया जो जगह वो पाया। जो माने आज এই অখণ্ড ব্রহ্মযজ্ঞরে আপনাদের অনেক প্রকার ভক্ত অଛନ୍ତି। তাহলে পূর্ব পশ্চিম উত্তর দক্ষিণ চারি যুগর ভক্ত মানে চারি যুগর ভগবান মানে চারি যুগরে থিবা সমস্ত নরগণ সমস্ত নারীগণ সমস্ত যেতে যেতে অଛନ୍ତି উপস্থিত অଛନ୍ତି ସମସ୍ତଙ୍କୁ ସମସ୍ତେ ଥାଇ जो सोया वो खोया जो ଜାଗା वो पाया। ଅର୍ଥାତ୍ ଯେଉଁମାନେ ଶୋଇଯାଇଛନ୍ତି ସେମାନଙ୍କର କଥା ଦେଖ କିଛି ବୁଝା ଯାଉନାହିଁ। ତେଣୁକରି ଏଇ ଅଖଣ୍ଡ ବ୍ରହ୍ମଯଜ୍ଞରେ ଆମେ ଆଜି ରାତ୍ରି ସାରା ଉଜାଗର ରହିବା। 4 କୋଟି ଶିବରାତ୍ରିରେ ଆପଣମାନେ ଯେତିକି ଉଜାଗର ହୋଇ ଯେତିକି ଭଲ ପାଇଥାନ୍ତି ଆଜି ଗୋଟିଏ ରାତ୍ରିରେ ରହିଲେ ସେତିକି ପାଇବେ। ଆପଣମାନଙ୍କର ଏଇ ଯୋଉ ଭଗବାନ ମାନେ ସକାଳେ ପ୍ରସାଦ ପାଇଲେ ଚାଲିଯିବେ ଆଉ ଆପଣମାନେ ଏବେ ଯାଇକି ଘରେ ଶୋଇବେ। ତେଣୁକରି ଏଇ ଅଖଣ୍ଡ ବ୍ରହ୍ମ ଯଜ୍ଞରେ ଆମେମାନେ ସର୍ବପ୍ରଥମରେ ପ୍ରଭୁ ପରମାତ୍ମାଙ୍କର ସ୍ତୁତି ପ୍ରାର୍ଥନା 8 ଭଜନ ଖେଳ ଭଜନ ସରିଯାଇଛି। ତେଣୁକରି ମା ମାନଙ୍କ ପାଇଁ ଆଜି ଏବଂ ବାପା ମାନଙ୍କ ପାଇଁ ସମସ୍ତ ବ୍ରହ୍ମାଣ୍ଡର ହିତ ନିମନ୍ତେ ଆମେ এই অখণ্ড ব্রহ্মযজ্ঞରେ ସ୍ଥିରୀକୃତ ହୋଇଛୁ। ସଚିଦାନନ୍ଦ ବ୍ରହ୍ମ ମହିମା ଓଲେ ଯେଉଁ ଭଗବାନ ଗଙ୍ଗାରେ ସ୍ନାନ ନୀଳଗିରିରେ ଭୋଜନ ଯେଉଁ ଭଗବାନ ଗଙ୍ଗାରେ ସ୍ନାନ ନୀଳଗିରିରେ ଭୋଜନ বৃন্দাবনে নাথ রাধা সঙ্গে ভেদ দ্বারকাপুরে শয়ন সে পুরুষ আলো বিরবে শেষ নিজ রূপ পরকাশ দিবসরে তিনি প্রহর কান্দুছি দুঃখ কহি
মহিমা লেখ। ଯେଉଁ ଭଗବାନ ଗଙ୍ଗାରେ ସ୍ନାନ କରି ନୀଳଗିରିରେ ଭୋଜନ କରୁଥିଲେ, ବୃନ୍ଦାବନରେ ନାଟ କରୁଥିଲେ ଏବଂ ସେ ପୁରୁଷ ଆଗ ବୀର ବେଶ ସଜ, ସେ ବୀର ବେଶରେ ଆଜି ଏ କଲି ଯୁଗରେ ଅଲେଖ ଦୀକ୍ଷା ମହିମା ଧର୍ମ ଆଶ୍ରିତ କରି ଗୋବିନ୍ଦ ବାବା ନାମରେ କ୍ଷତ ଅଛନ୍ତି। ଆଉ ଦିବସରେ ତିନି ପ୍ରହର କାନ୍ଦୁଛି ଦୁଃଖ କହିବି କିସ। ଆମର ମହିମା ଧର୍ମ ଅନୁଯାୟୀ ସକାଳେ ପ୍ରଭାତରେ ଏବଂ ମଧ୍ୟାହ୍ନରେ ଏବଂ ସନ୍ଧ୍ୟାରେ ତ୍ରିସନ୍ଧ୍ୟା ନୀତି ହେଉଛି ମହିମା ଗାଦି ଜଗନ୍ନାଥ। ତେଣୁକରି এইটা নিত্য ত্রিকাଳରେ ପ୍ରଭୁ ପଶୁଛି ମାନେ ସକାଳ ମଧ୍ୟାହ୍ନ ଆଉ ସନ୍ଧ୍ୟା এই ତିନି ପ୍ରକାର ଅଛି। এই ତ୍ରିସନ୍ଧ୍ୟା ଯେଉଁମାନେ କରୁଛନ୍ତି, ଅନେକ ଭଗତ ମାନେ ମଧ୍ୟ କରୁଛନ୍ତି, ସାଧୁ ସନ୍ଥ ମାନେ କରୁଛନ୍ତି। ତାହେଲେ এই ଅଖଣ୍ଡ ବ୍ରହ୍ମ ଯଜ୍ଞରେ ଏଠି ବିନା ମା ବାପରେ ଜନ୍ମ ହୋଇଥିବା ଲୋକ କେହି ଅଛନ୍ତି କି? ନାହାନ୍ତି। ତେଣୁ ବିନା ମା ବାପରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ହେଲେ ମନେ ରଖନ୍ତୁ, ଆପଣ ଖ୍ରୀଷ୍ଟିଆନ ହୋଇଥାନ୍ତୁ, ଆପଣ ବୌଦ୍ଧ ଧର୍ମାବଲମ୍ବୀ ହେଇଥାନ୍ତୁ, ଆପଣ ଜୈନ ଧର୍ମାବଲମ୍ବୀ ହେଇଥାନ୍ତୁ, ଆପଣ ଯେକୌଣସି ଧର୍ମାବଲମ୍ବୀ ହେଇଥାନ୍ତୁ କିମ୍ବା ହିନ୍ଦୁ ଧର୍ମ ହେଇଥାନ୍ତୁ, ଏଇଟା କିଏ ତିଆରି କରିଛନ୍ତି? ଭଗବାନ ବା ପ୍ରଭୁ କେହି ତିଆରି କରିନାହାନ୍ତି। ପ୍ରଭୁ କେବେ ଏଇ ମାନେ ଜୈନ ଧର୍ମ ବୋଲି ତିଆରି କରିନାହାନ୍ତି, ବୌଦ୍ଧ ଧର୍ମ ବୋଲି ତିଆରି କରିନାହାନ୍ତି, ହିନ୍ଦୁ ଧର୍ମ ବୋଲି ତିଆରି କରିନାହାନ୍ତି କିମ୍ବା ଏଇଟା ମହିମା ଧର୍ମ ଏମିତି କୌଣସି ପ୍ରଭୁ ତିଆରି କରିନାହାନ୍ତି। ତାହେଲେ ଇସାଇ ଧର୍ମ, ଏମିତି ପାର୍ସୀ ଧର୍ମ, ଅନେକ ପ୍ରକାର ଧର୍ମ ଅଛି। এটা କେହି ମାନେ ପ୍ରଭୁ ତିଆରି କରିନାହାନ୍ତି, ଏଇଟା ମନୁଷ୍ୟ ତିଆରି କରିଛି। ତେଣୁ ଏଥିରେ ରାମ ଭଗବାନ, ଏଥିରେ କୃଷ୍ଣ ଭଗବାନ, ଏଇଟା ଯୀଶୁ ଭଗବାନ, ଏଇଟା କେବେ ତିଆରି କରିନାହାନ୍ତି। ତାହେଲେ ପ୍ରଭୁ ପରମାତ୍ମା ପରବ୍ରହ୍ମ ଯେଉଁଟା ତିଆରି କରିଛନ୍ତି ସେଇଟା ଦୁଇ ପ୍ରକାର ମନୁଷ୍ୟ ଜନ୍ମ କରେଇଲେ ମାନେ ଜାତି ହେଲା ବାଘ ଦୁଇଟା ହେଲେ ବାଘ ବାଘ, ସିଂହ ଦୁଇଟା ହେଲେ ସିଂହ ସିଂହିକା, ତାହେଲେ ସାପ ଦୁଇଟା ହେଲେ ଦୁଇଟା ସାପ, ଗୋଟିଏ ହେଲା ନାଗ, ଗୋଟିଏ ହେଲା ମାନେ ପୁରୁଷ ଜାତୀୟ ନାଗ, ସ୍ତ୍ରୀ ଜାତୀୟ ନାଗ। ଏମିତି ପୁରୁଷ ସ୍ତ୍ରୀ ସ୍ୱରୂପରେ ଦୁଇ ପ୍ରକାର ପ୍ରଭୁ ସୃଷ୍ଟି କଲେ। ସେ ଗୋଟିଏ ହେଲା ସ୍ତ୍ରୀ ଆଉ ଗୋଟିଏ ହେଲା ପୁରୁଷ। ତେଣୁ ବିଶ୍ୱରେ এই পিতা মাতা ঠাকুর বা এই স্ত্রী পুরুষ ঠাকুর ଆଉ କୌଣସି ଧର୍ମ ତିଆରି କରା ନାହିଁ। ତେଣୁ ବିଶ୍ୱରେ ଲୋକ ଏଇଟା କହୁଛନ୍ତି ଅଣ୍ଡା ଜାତି, ଲୋକ କହୁଛନ୍ତି ଏଇଟା ବ୍ରାହ୍ମଣ ଜାତି, ଏଇଟା କହୁଛନ୍ତି କଲ୍ହାନ ଜାତି, এইটা কৌটি গণ্ড জাতি, এইটা কৌল জাতি, এটা পান জাতি, এইটা মনুষ্য তৈরি করি মানে প্রভু তৈরি করি না, এটা মনুষ্য তৈরি করেছে। কেউ মানে নাই কর্ম অনুসারে করছে, মানে যে যে কর্ম করছি, ব্রাহ্মণ কর্ম হলে ব্রাহ্মণ জাতি, ব্রাহ্মণ জাতির কর্ম কোণ হচ্ছে ব্রহ্ম জাতি সব ব্রাহ্মণ, যজম যার অধ্যয়ন অধ্যাপন যার নাই সে ব্রাহ্মণ নয়। তেণুকরি এইটা শুক্র লোক বি ব্রাহ্মণ হইপারে যে ব্রহ্ম কর্ম করুথিব। ক্ষত্রিয় মানকর ব্রাহ্মণ মানকর সেবা করিবা পাই, আউ ক্ষত্রিয় মানকর বৈশ্য মানে ক্ষত্রিয় মানকর সেবা করিবে, আউ শুক্র মানে এই ত্রিস্তরীয় ক্ষত্রিয় ব্রাহ্মণ এবং বৈশ্যর সেবা করিবা পাই শুক্র মানকর নিযুক্তি করা যাইছে। সচিদানন্দ পরব্রহ্ম মহিমা উল্লেখ। কিন্তু এইটা আমাকে লোকলোচନରେ সচিদানন্দ পরব্রহ্ম মহিমা উল্লেখ। ব্রহ্মাণ্ড সর্বপাপ মোচন করি যাই সত্য প্রকাশ, পুরা পুরা চল চল চারি চারি প্রাণীর সুরক্ষা জীবনে দয় নম্বর সর্বহিংসা ব্রহ্ম ধর্ম বর্ধিত হে ব্রহ্ম মহিমা উল্লেখ। সচিদানন্দ পরব্রহ্ম মহিমা উল্লেখ। যা
ମୁକ୍ତି ପାଇବାକୁ ହେଲେ ଆମକୁ ଏଇ ଦିଟା ଜାତି ମଧ୍ୟରେ ଗୋଟିଏ ଅଛନ୍ତି ନପୁଂସକ, ଯିଏ ସ୍ତ୍ରୀ ନୁହନ୍ତି କିମ୍ବା ପୁରୁଷ ନୁହନ୍ତି। ପ୍ରଭୁ ପରମାତ୍ମାକୁ ପାଇବାକୁ ହେଲେ ପୁରୁଷ ରୂପରେ ପାଇପାରିବେ ନା, କିମ୍ବା ସ୍ତ୍ରୀ ରୂପରେ ପାଇପାରିବେ ନାହିଁ, କିମ୍ବା ନପୁଂସକ ରୂପରେ ପାଇପାରିବେ ନାହିଁ। ତାହେଲେ ଯିଏ ପ୍ରଭୁ ଅଟନ୍ତି ସେ ସ୍ତ୍ରୀ କିମ୍ବା ପୁରୁଷ ନୁହନ୍ତି। ହେଲେ ସେ ପ୍ରଭୁ ଆମର ଘରରେ ଅଛନ୍ତି। ମନେ ରଖନ୍ତୁ, ସେ ପ୍ରଭୁ ଆମର ଘରରେ ଅଛନ୍ତି। ଆମେ ଯେତେବେଳେ ମା ଗର୍ଭରେ ସ୍ଥାନ ପାଇଛେ ସେତେବେଳେ ପରମାତ୍ମା ପରବ୍ରହ୍ମ ଉପସ୍ଥିତ ଅଛନ୍ତି। ଆଉ ମହାବ୍ରହ୍ମ ପ୍ରକାଶିଲେ ପବନ ଜନମ କଲେ ସୁଜନେ, ପବନ ଜନମ କଲେ ସୁଜନେ, ତାକୁ ନାସା ହତେ ଛାଡ଼ିଦେଲେ ସୁଜନେ, ଆପେ ଗୋଟାନ ହୋଇ ରହିଲେ ସୁଜନେ। ମହାବ୍ରହ୍ମ ପରମାତ୍ମା ପରବ୍ରହ୍ମ ଉପସ୍ଥିତ ହୋଇ ମା ପେଟରେ, ମା ଗର୍ଭରେ ପବନ ସ୍ୱରୂପୀ ପ୍ରାଣ ସ୍ୱରୂପରେ ଶିଶୁର ନାସାଗ୍ରରେ ମାନେ ପବନ ସ୍ୱରୂପୀ ପ୍ରାଣ ଛାଡ଼ି ଦେଇଛନ୍ତି। ଆଉ ସେ ବାମ ପଟରେ ପଶି ଯାଇଛନ୍ତି ଜୀବ ସ୍ୱରୂପରେ, ଆଉ ଦକ୍ଷିଣରେ ପରମ। ତାହେଲେ ଜୀବ ଏବଂ ପରମ ମଧ୍ୟରେ ମଧ୍ୟ ମହାବ୍ରହ୍ମ ଆପେ ଗୋଟାନ ହୋଇ ରହିଲେ ସୁଜନେ, ମହାବ୍ରହ୍ମ ପ୍ରକାଶିଲେ ପବନ ଜନମ କଲେ ସୁଜନେ, ତାକୁ ନାସା ହତେ ଛାଡ଼ିଦେଲେ ସୁଜନେ, ଆପେ ଗୋଟାନ ହୋଇ ରହିଲେ ସୁଜନେ। ସେ ପରମାତ୍ମା ପରବ୍ରହ୍ମ ଯିଏ ଆମକୁ ସୃଷ୍ଟି କଲେ ମା ପେଟରେ ଥାଇକରି ମାନେ ଜୀବ ଭିତରେ ମଧ୍ୟ ପଶି ଯାଇଛନ୍ତି, ଆଉ ପରମ ମଧ୍ୟରେ ମଧ୍ୟ ପଶି ଯାଇଛନ୍ତି। ଆପେ ଗୋଟାନ ହୋଇଛନ୍ତି। ତେଣୁ ସେଇ ପ୍ରଭୁଙ୍କୁ ଆମେ ସମସ୍ତେ ଖୋଜିବେ। ବାହାରେ ଭୂମିରେ କିଛି ନାହିଁ ମିଳେ, ଘଟରେ ଅନ୍ତରେ ସର୍ବ ପାଇ, ଆରେ ମୂର୍ଖ ଭାଇ ମାନି ସେବା କଲେ ସିନା ଜ୍ଞାନ ପାଇ, ଆରେ ମୂର୍ଖ ଭାଇ। କୋଟି ବ୍ରହ୍ମା ବିଷ୍ଣୁ ଶିବ ଗଲେ, আপ পরিবারে নবাইলে কোটি ব্রহ্মা বিষ্ণু শিব গলে আপ পরিবারে নপাইলে ভাব বলে পরি ভবে গলে মুনি ব্রহ্মে লীন হই নাহি আরে মূর্খ ভাই মানি সেবা গলে সিনা জ্ঞান পাই আরে মূর্খ ভাই সচিদানন্দ পরব্রহ্ম মহিমা से प्रभु आमर घटरे अछन गाहरे अछन चतुर्दिगरे अछन कांधरे अछन माने ट्रेन मध्यरे अछन समस्त उड़ा पड़ा चल चल दानी खानी प्राणी उपस्थित अछन सेही प्रभु